ବିଜୁ ପଟ୍ଟନାୟକ ବାପା ରିକ୍ସାରେ ବୁଲୁଥିଲେ କହୁଥିଲେ ମୋର ସିକ୍ୟୁରିଟି ପୋଲିସ ଦରକାର ନାହିଁ। ତୋ ବାପା କହୁଥିଲେ ପୋଲିସ ଦରକାର ନାହିଁ, ତୋର ବଡ ପାଚେରୀ ନୂଆ ଗେଟ୍ ରାସ୍ତା ଭଲ କରିଛ। ନବୀନ ଯୋଉ ମେଘନାଥ ପାଚେରୀ କରି ରାସ୍ତାରେ ମାରି ବସିଥିଲେ ଲାଇନ ଉଠୁଥିଲେ। ନବୀନ ବା ସବୁ ଲ ଟେକ୍ସ ଓନ୍ କୋର୍ସ ମାନେ ଆସୁଥିଲା ଢେରି ପୁରା ଚଲେଇ ଦିଅ ପୁରା ଜେସିବି ତାଡ଼ି ଦିଅ ଭଙ୍ଗା ଆଉ କଣ। ନବୀନ ପଟ୍ଟନାୟକ ଘରେ ଯୋଉ ବାନ୍ଧି ରାସ୍ତା ରଖି ଡର ମାରିଛି। ବିଜୁ ପଟ୍ଟନାୟକ ବାପା ରିକ୍ସାରେ ବୁଲୁଥିଲେ କହୁଥିଲେ ମୋର ସିକ୍ୟୁରିଟି ପୋଲିସ ଦରକାର ନାହିଁ। ତୋ ବାପା କହୁଥିଲେ ପୋଲିସ ଦରକାର ନାହିଁ, ତୋର ବଡ ପାଚେରୀ ନୂଆ ଗେଟ୍ ରାସ୍ତା ଭଲ କରିଛ। ବିଜେପି ବାଲା ଆଜି ଭାଙ୍ଗିନେ ମାନେ କୋର୍ଟ ଅର୍ଡର ତୁରନ୍ତ ଭାଙ୍ଗ ସେଠି। ନବୀନ ଯୋଉ ମେଘନାଥ ପାଚେରୀ କରି ରାସ୍ତାରେ ମାରି ବସିଥିଲେ ଲାଇନ ଉଠୁଥିଲେ। ନବୀନ ବା ସବୁ ଲ ଟେକ୍ସ ଓନ୍ କୋର୍ସ ତେଣୁ ତାଙ୍କ ପାଇଁ ଲ ଓନ୍ କୋର୍ସ ନଉ। ନବୀନ ଘରେ ଆସେ ବ୍ୟାରିକେଡ୍ ଆମରି ପାଇଁ ବ୍ୟାରିକେଡ୍ ବେଶୀ ବ୍ୟାରିକେଡ୍ ଭାଙ୍ଗି ଦିଅ। ସାଧାରଣ ଲୋକ ବା ତମେ ତ ଅପୋଜିସନ ଜୀବନ ନାହିଁ କିଛି କହିବନି ରାସ୍ତାରେ ପ୍ରେସିଡେଣ୍ଟ କରୁଛନ୍ତି। ତେଣୁ ସେଭଳିଆ ଲୋକ ପାଇଁ ସୁରକ୍ଷା ଦରକାର ନାହିଁ। ସେ ବ୍ୟାରିକେଡ୍ କୋର୍ଟର ଆଇନ କେହି କଣ ଲୋକ ଦାବି କରୁ କୋର୍ଟ ଆଇନ ଅନୁସାରେ ତୁରନ୍ତ ଘର ଆଗରେ ଯୋଉ ଅବରୋଧ ହେଇଛି ବ୍ୟାରିକେଡ୍। ନବୀନ ପଟ୍ଟନାୟକ ଓଡ଼ିଆ ରାଜ୍ୟର ବଡ ନେତା ଭାରି ଲୋକପ୍ରିୟ ସବୁ ଠିକ ଯୋଉ ରାସ୍ତା ଅବରୋଧ କରନ୍ତି। ନବୀନ ପଟ୍ଟନାୟକ ନୀତି ନଜର ଥାନ୍ତା ସେ ନିଜ ଆଡୁ ନିଷ୍ପତ୍ତି କରି କହନ୍ତି ଏଟା ହଟେଇ ଦିଅ କାହିଁ ଏଟା ପବ୍ଲିକ ବିଶ୍ୱାସ ହଉନି ମୋର ଇମେଜ ଖରାପ ହଉଛି। ତେଣୁ ଯଦି ସେ ନ ହଟଉଛନ୍ତି ତୁରନ୍ତ ପୋଲିସ ବାଲା ବିଡିଏ ବାଲା ଯିଏ ତମ ଆଇନ ରାସ୍ତା ବାଲା ଆରାନି ବାଲା ଯାହା ପାଖରେ ଆଇନ ଅଛି ତୁରନ୍ତ ଭାଙ୍ଗିକି ସମାନ କରିଦିଅ। କାରଣ ଏ କଥାଟା ବାରମ୍ବାର ଗଣମାଧ୍ୟମରେ ଚର୍ଚ୍ଚା ହଉଛି। କୋର୍ଟ ନିର୍ଦ୍ଦେଶ ଦେଲା ପରେ ଆଉ ଯଦି ବିଜେ ବାଲା ନ ଭାଙ୍ଗିବ ଲୋକ ଜାଣିବେ ତମ ହାତ ଗଣ୍ଠି ଫିଟୁ ନାହିଁ ତମର ନବୀନ ପ୍ରୀତିରେ ଜୋର ଅଛି। ଲିଙ୍ଗରାଜ ନବୀନ ନିବାସ ଟା ଜବରଦଖଲ ଲିଙ୍ଗରାଜ ଜାଗାରେ କଣ ଜାଗା ଦେଇଛନ୍ତି ତମେ ତ ଯୋଉଥର ଅଛ ଜବରଦଖଲ ତମେ ଦାନ କଲ ଜବରଦଖଲ କାଇଁ ରହୁଛ। ନବୀନ ନିବାସ ବିଜୟ ମହାପାତ୍ର ନରସିଂହ ମିଶ୍ର ଧରିକି ଲିଗାଲାଇଜ ସେଟା କରିଥିଲେ। ସେ ଯୋଉ ଜାଗାରେ ଅଛନ୍ତି ବା ଏଟା ଚୌରିଆରେ ଚର୍ଚ୍ଚା ଜବରଦଖଲ ଜାଗାରେ ନାହିଁ। ସେ ଖାଲି ପାଚିରି ନୁହଁ ଆଉ ତଳୁ କାନ୍ଥ କବାଟ ଭିତରୁ ଭାଙ୍ଗିବା କଥା ଖାଲି ଭାଙ୍ଗିବା ଦରକାର ଜବରଦଖଲ ସେ କାହିଁ ଦେବେ ତୋର ଜମି ରଖି ଆଜ୍ଞା। ଲୋକପ୍ରିୟ ଲୋକଙ୍କୁ ତ ଦେଖା କରନ୍ତି ପାଣ୍ଡିଆନ କହିଲା ତମେ ନବୀନ ଜିତିବ ମୁଁ ଭେଟିଦେବି ଏମିତିଆ ଲୋକପ୍ରିୟ ଆଉ କଣ। ଲୋକପ୍ରିୟ ହେଇଥିଲେ ବିଜୟ ବାଲା ପୃଥ୍ୱୀ ସାରା ହେଲେ ଏଇଠି ହାରିଥାନ୍ତେ। ଯୋଉ ନବୀନ ପଟ୍ଟନାୟକ ମଣିଷକୁ ବାସିଥାନ୍ତେ। ନବୀନ ପଟ୍ଟନାୟକ ପ୍ରଥମ ନେତା ଯିଏ ନିଜ ଦଳୀୟ ପତାକା କାନ୍ଧରୁ ଫୋପାଡ଼ି ଦେଲା। ଯୋଉଦିନ ନବୀନ ପଟ୍ଟନାୟକ କାନ୍ଧରୁ ଶଙ୍ଖ ଚିହ୍ନ ଫଟିଥିଲେ ସେଇଥିରୁ ଲକ୍ଷ୍ମୀ ଛାଡ଼ିଗଲେ ଶଙ୍ଖ ଚିହ୍ନ ପଳେଇଲା ତାଙ୍କୁ ଛାଡ଼ି। ସିଏ ତ ବାପ ପୁଅ ଭାଇ ସେ ନବୀନ ପଟ୍ଟନାୟକ ପବ୍ଲିକ ଲାଇଫ ଲୋକ ନୁହନ୍ତି। ସେ କହୁଛନ୍ତି ସେ ଗୀତା ମେହଟା ପ୍ରେମେଣ୍ଡ ବେପାର କଲେ ଆଙ୍କୁ ଛାଡ଼ି ଦେଇଥିଲେ ଫ୍ରି ହ୍ୟାଣ୍ଡରେ ଲଟରୀଟା ଲାଗିଗଲା। ତେଣୁ ସିଏ ସମ୍ପତ୍ତି ତାଙ୍କର ସବୁ ରଖିବେ ଆଉ ବିଜୟ ମାତ୍ର କହିଲେ କଣ ହବ। ସେ ସୁଭାଷ ବୋଷଙ୍କ କଥା ଅଲଗା କଥା। ସେ ନବୀନ ପଟ୍ଟନାୟକ ସମ୍ପତ୍ତି କାହିଁ ଦେବେ ସେ ତ ଡାକିଥାନ୍ତି ଟ୍ରଷ୍ଟି କରି ସମ୍ପତ୍ତି ସବୁ ରଖିଲେଣି। ତେଣୁ ବିଜୟ ମହାପାତ୍ର ପ୍ରସ୍ତାବ ଦେଲେ ସେ କଥାରେ ଯିବେନି।